ବୃଷ ରାଶିଙ୍କର 9 ମାର୍ଚ୍ଚ ରୁ 15 ମାର୍ଚ୍ଚ 2026 ବୃଷ ରାଶିର ସାପ୍ତାହିକ ରାଶିଫଳ। ଏହି ସପ୍ତାହ ବୃଷ ରାଶି ଲୋକଙ୍କ ପାଇଁ ଧୈର୍ଯ୍ୟ ଆଉ ବିବେକର ପରୀକ୍ଷା ନେଇ ଆସିପାରେ। ସଠିକ ସମୟରେ ସଠିକ ନିଷ୍ପତ୍ତି ନେଲେ ଆପଣଙ୍କୁ ଭଲ ଫଳ ମିଳିପାରେ। ବର୍ତ୍ତମାନ ଆସନ୍ତୁ ଜାଣିବା କାର୍ଯ୍ୟକ୍ଷେତ୍ର ବିଷୟରେ। କାର୍ଯ୍ୟସ୍ଥଳରେ ଆପଣଙ୍କର କିଛି ଚାପ ବଢ଼ିପାରେ। ଆପଣଙ୍କର ଉପରସ୍ଥ ଅଧିକାରୀ ମାନେ ଆପଣଙ୍କର ସିନିୟର ଆଶା ପୂରଣ କରିବାକୁ ଆପଣଙ୍କୁ ଟିକେ ପରିଶ୍ରମ କରିବାକୁ ପଡ଼ିବ, ମାନେ ଅଧିକ ପରିଶ୍ରମ ଦରକାର। ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ। ଆର୍ଥିକ ସ୍ଥିତି କିଭଳି ରହିବ ଏ ସପ୍ତାହ ଚାଲନ୍ତୁ ଜାଣିବା। ଆପଣଙ୍କର ଆୟ ସ୍ଥିର ରହିବ, କିନ୍ତୁ ଖର୍ଚ୍ଚ ଟିକେ ବଢ଼ିପାରେ। ଅନାବଶ୍ୟକ ଖର୍ଚ୍ଚକୁ ଯଦି ନିୟନ୍ତ୍ରଣ କରିବେ ତାହେଲେ ନିଶ୍ଚିତ ଭଲ ରହିବ ଆପଣଙ୍କ ପାଇଁ। ଯଦି ପୁରୁଣା ନିବେଶ କିଛି କରିଥିବେ ତାହେଲେ ମନେ ରଖନ୍ତୁ ଆପଣଙ୍କର ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିବାର ମଧ୍ୟ ସଂକେତ ମିଳୁଛି। ବର୍ତ୍ତମାନ ଆସନ୍ତୁ ଜାଣିବା ପରିବାର ଏବଂ ସମ୍ପର୍କ ବିଷୟରେ। ଯେମିତିକି ପରିବାରରେ ଆପଣଙ୍କର ଏ ସପ୍ତାହ ଖୁସିର ପରିବେଶ ରହିବ। ଆପଣଙ୍କ ପରିବାରରେ କୌଣସି ଶୁଭ କାର୍ଯ୍ୟ କିମ୍ବା କୌଣସି ପ୍ରକାରର ପୂଜା ପାଠ ହେବାର ମଧ୍ୟ ସମ୍ଭାବନା ଦେଖା ଦେଉଛି। ଆଉ ଗୋଟେ କଥା ହେଲା ପରିବାରର ସହଯୋଗ ଆପଣଙ୍କୁ ନା ଏ ସପ୍ତାହ ଶକ୍ତି ଦେବ। ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ରେମ ଜୀବନ ବିଷୟରେ। ପ୍ରେମ ସମ୍ପର୍କରେ ଆପଣଙ୍କର ମଧୁରତା ବଢ଼ିବ। ପ୍ରିୟଜନଙ୍କ ସହିତ ସମୟ କାଟିବାରେ ଆପଣଙ୍କୁ ସୁଯୋଗ ମଧ୍ୟ ମିଳିପାରେ। ଯେଉଁମାନେ ସିଙ୍ଗଲ ଅଛନ୍ତି ସେମାନଙ୍କ ପାଇଁ ନୂଆ ପରିଚୟ ହେବାର ମଧ୍ୟ ସମ୍ଭାବନା ଅଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଶିକ୍ଷା କ୍ଷେତ୍ରରେ କ'ଣ ରହିବ। ଯେମିତିକି ଛାତ୍ରଛାତ୍ରୀଙ୍କ ପାଇଁ ଏ ସପ୍ତାହ ସମୟ ଭଲ ରହିପାରେ। ଧ୍ୟାନ ଦେଇ ପାଠ ପଢ଼ିବେ ଯଦି ନା ଆପଣ ଯାହା ଆଶା କରିଥିବେ ଆପଣଙ୍କର ଆଶାଯୋଗ୍ୟ ଫଳ ମଧ୍ୟ ମିଳିବ। ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଷୟରେ। ସ୍ୱାସ୍ଥ୍ୟ କେମିତି ରହିବ? ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଟିକେ ଥକା ଅନୁଭବ କରିବେ। କୌଣସି ପ୍ରକାରର ଶରୀରରେ ଟିକେ ଯନ୍ତ୍ରଣା ଆପଣଙ୍କୁ ଟିକେ ହେଇପାରେ। ଆପଣ ଗୋଟେ କାମ କରନ୍ତୁ, ସମୟ ହିସାବରେ ଖାଦ୍ୟ ଆଉ ବିଶ୍ରାମ ଆପଣଙ୍କୁ ନିହାତି ଆବଶ୍ୟକ। ଆପଣଙ୍କର ଯାତ୍ରା ଯୋଗ କିଭଳି ରହିଛି ଚାଲନ୍ତୁ ଜାଣିବା। କାର୍ଯ୍ୟ ସମ୍ପର୍କୀୟ ଆପଣଙ୍କର ଛୋଟ ଯାତ୍ରା ହେଇପାରେ। ମାନେ ଯାତ୍ରାରୁ ଆପଣଙ୍କୁ ନୂଆ ସୁଯୋଗ ମଧ୍ୟ ମିଳିବାର ଆଶା ରହିଛି। ବର୍ତ୍ତମାନ ଆସନ୍ତୁ ଜାଣିବା ବ୍ୟବସାୟ କିଭଳି ରହିବ। ଆପଣଙ୍କ ବ୍ୟବସାୟରେ ଆପଣଙ୍କର ଧୀରେ ଧୀରେ ଲାଭ ବଢ଼ିବ ଏ ସପ୍ତାହ। ଯଦି ଆପଣ କିଛି ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ଏ ସପ୍ତାହ ସମୟ ଭଲ ରହିଛି। ସପ୍ତାହ ଶେଷରେ ଆପଣଙ୍କର ମନ ଶାନ୍ତ ଏବଂ ସନ୍ତୁଷ୍ଟ ରହିବ। ଆପଣଙ୍କର ଯେକୌଣସି ଗୋଟେ ଅଟକି ଥିବା କାର୍ଯ୍ୟ ଆପଣଙ୍କର ଧୀରେ ଧୀରେ ତାହା ସମାଧାନ ହେବ। ଏ ସପ୍ତାହ ପାଇଁ ଆପଣଙ୍କର ଶୁଭ ଦିନ ହେଉଛି ଯେମିତିକି ବୁଧବାର ଆଉ ଶନିବାର। ଶୁଭ ରଙ୍ଗ ଆପଣଙ୍କ ପାଇଁ ହେଉଛି କ'ଣ? ମାନେ ସବୁଜ ଆଉ ଧଳା। ଶୁଭ ସଂଖ୍ୟା ହେଉଛି 6। ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଛନ୍ତି, ଭିଡ଼ିଓଟି ବିନା ଲାଇକ୍ କରି ଜମା ଯାଆନ୍ତୁନି। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ। କମେଣ୍ଟରେ ଆପଣଙ୍କର ଯାହା ଆପଣଙ୍କ ମନରୁ ହେଉଛି କମେଣ୍ଟରେ କରିଦିଅନ୍ତୁ। ଏହା ସହିତ ଭିଡ଼ିଓକୁ ଟିକେ ସେୟାର କରନ୍ତୁ। ଏହାଦ୍ୱାରା ଅନ୍ୟ ବୃଷ ରାଶିଙ୍କ ପାଖକୁ ମଧ୍ୟ ଏ ଭିଡ଼ିଓଟି ଚାଲିଯାଉ। ଆଉ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆମ ଚ୍ୟାନେଲକୁ ମଧ୍ୟ ଟିକେ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଫେସବୁକରେ ଦେଖୁଛନ୍ତି ତାହେଲେ ଆମ ଫେସବୁକ ପେଜକୁ ମଧ୍ୟ ଟିକେ ଫଲୋ କରିଦେବେ। କାହିଁକିନା ଆପଣଙ୍କୁ ଆମ ଚ୍ୟାନେଲ ହଉ କିମ୍ବା ଆମ ଏ ପେଜ୍ ହଉ ଏଥିରେ ଆପଣଙ୍କୁ ଆଷ୍ଟ୍ରୋଲୋଜି ରିଲେଟେଡ୍ ବହୁତ ସାରା ଭିଡ଼ିଓ ଦେଖିବାକୁ ପାଇବେ। ଯେମିତିକି ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ। ଆପଣଙ୍କୁ ଆଷ୍ଟ୍ରୋଲୋଜି ରିଲେଟେଡ୍ ଏଥିରେ ନା ବହୁତ ସୁନ୍ଦର ସୁନ୍ଦର ଆପଣ ଭିଡ଼ିଓ ଦେଖିବାକୁ ପାଇବେ।